ଜୟ ଜୟ ଜଗନ୍ନାଥ। ଗୋଟେ ସୁନ୍ଦର କଥାଟିଏ ମନେ ପଡ଼ିଗଲା। ମୁଁ କହିଲି ନିଶ୍ଚିତ ଆପଣମାନଙ୍କୁ କହିବି। ଗୋଟେ ସକାଳୁ ଉଠିବେ, ଦେଖିବେ ଗୋଟେ ଲୋକ ସବୁବେଳେ ମାନେ ବାଜୁଥାନ୍ତି, ଭଡ଼ ଭଡ଼ ବଡ଼ ବଡ଼ ଶବ୍ଦ ସବୁବେଳେ ତାଙ୍କର ଆବାଜ ଆସୁଥାଏ। ଆଉ ସେମାନଙ୍କୁ ମୁଁ ଗୋଟିଏ ମାଠିଆ ସହିତ ତୁଳନା କରୁଛି। ଆପଣ ଦୁଇଟା ମାଠିଆ ନିଅନ୍ତୁ, ଗୋଟିଏ ମାଠିଆରେ ପାଣି ଭର୍ତ୍ତି କରନ୍ତୁ, ଆଉ ଗୋଟିଏ ମାଠିଆରେ ଅଧା ରଖନ୍ତୁ, ତାକୁ କାଖିକି ଚାଲନ୍ତୁ, ଦେଖିବେ ଅଧା ମାଠିଆଟା ସବୁବେଳେ ଡବ ଡବ ଆବାଜ ବେଶୀ ହେଇଥାଏ, କିନ୍ତୁ ଯେଉଁଟା ପୂର୍ଣ୍ଣତା ଥାଏ ସେ ଧୀରେ 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 ଆବାଜ ହେଉଥିବ। ସେମିତି ଗୋଟେ ଲୋକ ଅଛନ୍ତି, ସେ ସବୁବେଳେ ଅପୂର୍ଣ୍ଣ ଥାଆନ୍ତି। କାରଣ ଟିକେ ତାଙ୍କର ଯଦି ଜ୍ଞାନ ହେଇଗଲା ଅଳ୍ପ ଅଳ୍ପ, ସେ ସବୁବେଳେ ବଡ଼ ବଡ଼ ଆବାଜରେ କଥା କହିଥାନ୍ତି। ମୋତେ ସମସ୍ତେ ସମ୍ମାନ ଦିଅନ୍ତୁ, ମାନନ୍ତୁ, ମୁଁ ଜଣେ ଜାଣିଛି, ମୁଁ ଜ୍ଞାନ ପ୍ରାପ୍ତି ହେଇଛି। କିନ୍ତୁ ଯେ ପ୍ରକୃତରେ ପୂର୍ଣ୍ଣତା ଆସିଯାଇଥାଏ, ସେ ନିଜକୁ ଜାଣିଥାଏ, ସେ ସବୁବେଳେ ନମ୍ର ହେଇକି ରହିଥାଏ। ଆଉ ତାର ଆବାଜ ଏତେ ଆସେନି, କାରଣ ପୂର୍ଣ୍ଣତା ମାଠିଆ ପୂର୍ଣ୍ଣ ହେଇଯାଇଛି। ସେ ସବୁବେଳେ ଧୀରେ ଧୀରେ କଥା କହିବାକୁ ଚେଷ୍ଟା କରେ, ସମସ୍ତଙ୍କୁ ବୁଝିବାକୁ ଚେଷ୍ଟା କରେ। କିନ୍ତୁ ଯେଉଁମାନେ ଅଜ୍ଞାନୀ, ଯେଉଁ ଅଧା ମାଠିଆ ଯେମିତି କହନ୍ତିନି, ଗୋଟିଏ ମାଠିଆର ଅଳ୍ପ ପାଣି ବେଶୀ ଆବାଜ ଦେଇଥାଏ, ସେ ଠିକ୍ ସେଇଭଳି ଆବାଜ ଦେଇଥାନ୍ତି। ଆପଣମାନଙ୍କ ପଡ଼ୋଶୀ ବି ଥାଇପାରନ୍ତି, ଆପଣଙ୍କ ଘରେ ବି ଥାଇପାରନ୍ତି, ତା ଭିତରୁ ଆମେମାନେ ବି ଥାଇପାରୁ। ସମସ୍ତଙ୍କୁ କହୁଛି, କାହାକୁ କେହି ମନ ଦୁଃଖ କରିବେନି। କିନ୍ତୁ ଗୋଟେ ଉଦାହରଣ ସବୁବେଳେ ମୁଁ ଏମିତି ଦେଇଥାଏ, କାରଣ ଯେଉଁଟା ସତ କଥା ହିଁ ମୁଁ କହିଥାଏ। ଆପଣ ଲକ୍ଷ୍ୟ ରଖିବେ, ଆପଣ ଯେତେ ଚାହୁଁଥିବେ ମୁଁ ଏ ଲୋକଟାକୁ ପରିବର୍ତ୍ତନ କରେଇଦେବି, ସେ ଲୋକଟା କେବେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବନି। କାରଣ ସେ ସବୁବେଳେ ଯେହେତୁ ତାର ଅଧା ଅପୂର୍ଣ୍ଣ ଥାଏ, ତେଣୁକରି ସେ ସବୁବେଳେ ତୁମ ପୂର୍ଣ୍ଣତା ମାଠିଆ ପୂର୍ଣ୍ଣତା ଲୋକଙ୍କୁ ବା ଜ୍ଞାନୀ ଲୋକଙ୍କୁ ସବୁବେଳେ ଡାଉନ୍ କରିବାକୁ ଚେଷ୍ଟା କରିଥାଏ। କାରଣ ସେ ସବୁବେଳେ କହିଥାଏ, ମୋତେ ସମସ୍ତେ ମାନନ୍ତୁ, ମୋତେ ସମସ୍ତେ ମାନେ ଗ୍ରହଣ କରନ୍ତୁ, ସମ୍ମାନ ଦିଅନ୍ତୁ। ମୁଁ ସବୁବେଳେ ଲକ୍ଷ୍ୟ କରିଥାଏ, ଯଦି ଜଣେ ଭଲ ଲୋକ, ସେ ନିଜକୁ ଜାଣିଛି, ସେ ପୂର୍ଣ୍ଣତା ତାର ଆସିଯାଇଛି, ସେ ଜମା ଗପିବେନି, ସବୁବେଳେ ସହିବାକୁ ଚେଷ୍ଟା କରୁଥିବେ। ଆଉ ତାଙ୍କୁ କିଏ ଅପମାନ ଦିଅନ୍ତୁ, ମାନ ଦିଅନ୍ତୁ, ସମ୍ମାନ ଦିଅନ୍ତୁ ବା ନ ଦିଅନ୍ତୁ, କେବେ ସେ ଖାତିର କରନ୍ତିନି। ସବୁବେଳେ ତାଙ୍କ କର୍ମପଥରେ ସେ ଆଗେଇ ଚାଲନ୍ତି, ଭଗବାନଙ୍କ ଶରଣରେ ରହନ୍ତି। ଏଇଟା ମୁଁ ଯେତିକି ଜାଣିଛି। ଆପଣମାନେ ମୋତେ କହିବେ ମୁଁ ଭଲ କହୁଛି କି ଖରାପ କହୁଛି, ଆଉ ଭୁଲ କହୁଛି କି ଠିକ୍ କହୁଛି। ନିଶ୍ଚିତ ଆପଣମାନଙ୍କୁ ଭଲ ଲାଗିବ। ଜୟ ଜୟ ଜଗନ୍ନାଥ।